जगतदिन्नाथं परित्राणं परायणे सर्वसाते हरे देवी माँ शारदे देवी नमस्तुते। जय माँ शारदा। आजिकार नीतिवाणी रे आपण मानक पई सुंदर कथाटिए। गोटे ग्राम रे ब्राह्मणटी रोथाए। ब्राह्मणटी अति अलुसिया, जहाँकि ये परिवार रो समस्त ये सदस्य माने ता प्रति टिके ये दुख करती। स्त्री भी भल पाएनी, पिला माने भल पाती। ब्राह्मण मन मध्य थरे ये चिंता कला ये माया संसार भितर मुझे रही घर छाड़ी दूर को चली मन मध्य चिंता करी ब्राह्मण दिने घर बाहरी अन्यत्र चलीगला। जाऊ 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 बाटर गोटे आश्रम टे देखला। आश्रम निकट में पहुँची देखला जड़े साधु बस पाद तले पड़गला। कहला ये साधुजी आपण आश्रम जदि किसी ये काम थाए आपन दिंतु मु करी। साधुजी कहले अरे बाबा ये किसी ये काम नहीं, ये केवल हरिनाम कीर्तन एवं मध्याह्न भोजन रात्रि रे ये सत्संग टे हम तापरे भोजन टिके करी शयन करिया कथा। काम कौन जे आदि तुम कहूच ताहले अनेक शिष्य माने अच्छा तुम रुह। ब्राह्मणटी कहला जा हो किसी तो ये काम ना, हरिनाम संकीर्तन करी आनंद मुठे खाइबी रही। ब्राह्मण से रहीगला। किछि दिन पर पड़ी एकादशी पड़ा। ब्राह्मण से दिन देखला रोषशाला रोसई ना। आसी पचारा साधुजी आज कौन मध्याह्न भोजन हेनी? साधुजी कहले आज हूँ एकादशी, समस्ते ये शिष्य माने आज एकादशी व्रत करते से रोसई बंद। ब्राह्मण कहला ये साधुजी मु मरीजीवी, मु खाया बिना मरीजीवी, मत आपण ये दया करूँ, मु न खाइले बंची पारिबिनी। साधुजी कहले ठीक अच्छे तुम किछि पनीपरिया चाउल नहीं नई सेपटे जीव रोसई करिकी खाओ, किंतु मो प्रभु राम को प्रथम दे सारा पर जाई खाइब। ब्राह्मण किछि चाउल पनीपरिया नहीं नई सेपटे जाई ये रोसई कला। रोसई सरी कहला हे प्रभु राम तुम कौटी अच आस, खाई सारिबा परे मु जाई खाइबी। किछि समय जाइछि पुणी मध्य ये डाक पकेला हे प्रभु राम कौटी अछ तुम आस, तुम खाई सारिया परे मु जाई आहार करी, मत भारी भोक लगुच। प्रभु माँ सीता माँ को नहीं ब्राह्मण पाखे उपस्थित है। ब्राह्मण पचारा आपण किए ना मु हूँ प्रभु राम, आपण एकुटिया आसिया कथा, ये किए आसछंती ना माँ आसछंती सीता माँ। ब्राह्मण कहला मु तो दुई जनक पई ये रोसई करथिली, आमे तो ये तीन जन हो गले कौन करिया ना, ये प्रभु को माँ को देवी मु पचे उपास रही। दुईटी ये पत्र रे ब्राह्मण बाड़ी दिला। प्रभु माँ सीता आहार करकिना चलीगले।
ସେଦିନ ବ୍ରାହ୍ମଣ ଉପବାସ ରହିଲା, କିନ୍ତୁ ତାର ଏକାଦଶୀ ବ୍ରତ ବି ଇଏ ପାଳନ ହୋଇଗଲା। ତାପରେ ଏକାଦଶୀ ଆସିଛି। ସାଧୁଜୀଙ୍କ ନିକଟରେ ଯାଇ ବ୍ରାହ୍ମଣ ପହଞ୍ଚିଲା, କହିଲା ସାଧୁଜୀ, ସେଦିନ 2 ଜଣଙ୍କର ରୋଷେଇ କରିଥିଲି, କିନ୍ତୁ ସେଦିନ 3 ଜଣ ହେଇଗଲେ, ମୁଁ ଉପାସ ରହିଗଲି। ସେଦିନ ମା ସାଥିରେ ଆସିଥିଲେ, 2 ଜଣ ଖାଇଲେ, ମୁଁ ଉପାସ ରହିଗଲି। ଆଜି 3 ଜଣ ପାଇଁ ଦିଅନ୍ତୁ। ସାଧୁଜୀ କହିଲେ ଠିକ୍ ଅଛି, ନେଇଯାଅ, ଚାଉଳ ପନିପରିବା ଯାହା ଅଛି ନିଅ, ରୋଷେଇ କରିବ ଯା, କିନ୍ତୁ ମୋ ପ୍ରଭୁଙ୍କୁ ଦେଇସାରିବା ପରେ ତାପରେ ଆହାର କରିବ। ସେଦିନ ବ୍ରାହ୍ମଣ 3 ଜଣ ପାଇଁ ନେଲା, କହିଲା ପ୍ରଭୁ ଆସିବେ, ମା ଆସିବେ, ଆଉ ମୁଁ 3 ଜଣଙ୍କ ପାଇଁ ରୋଷେଇ ସାରି ବ୍ରାହ୍ମଣ ଡାକିଲା, ଇଏ ପ୍ରଭୁ କେଉଁଠି ଅଛନ୍ତି ଆସନ୍ତୁ, ଆପଣ ଖାଇସାରିବା ପରେ ମୁଁ ଯାଇ ଭୋଜନ କରିବି। ପ୍ରଭୁ ସେଦିନ କିନ୍ତୁ ସାନ ଭାଇ ଲକ୍ଷ୍ମଣ ଲାଲକୁ ସାଙ୍ଗରେ ନେଇକି ଆସି ପହଞ୍ଚିଲେ। ସୀତା ମା ଆସିଥାନ୍ତି, ପ୍ରଭୁ ରାମ ଆସିଲେ, ଲକ୍ଷ୍ମଣ ଠାକୁର ବି ଆସିଛନ୍ତି। ବ୍ରାହ୍ମଣ ଦେଖିଲା, କହିଲା ଆଜି କ'ଣ 3 ଜଣ? କହିଲେ ହଁ, ଇଏ ମୋ ସାନ ଭାଇ ଲକ୍ଷ୍ମଣ, ସିଏ ଆଜି ଆସିଛନ୍ତି। ବ୍ରାହ୍ମଣ କହିଲା ଭଲ କଥା ହେଲା, ମୁଁ 3 ଜଣଙ୍କ ପାଇଁ ତ ରୋଷେଇ କରିଥିଲି, 4 ଜଣ ହେଇଗଲେଣି, ହଉ ପ୍ରଭୁ ଖାଆନ୍ତୁ। 3ଟି ପତ୍ରରେ ବ୍ରାହ୍ମଣ ବାଢ଼ି ଦେଲା। ପ୍ରଭୁ ଖାଇଲେ, ମା ଖାଇଲେ, ସାନ ଠାକୁରେ ଖାଇଲେ, ଖାଇକି ଗଲେ। ବ୍ରାହ୍ମଣ ସେଦିନ ବି ଏକାଦଶୀ ବି ତାର ଇଏ ପାଳନ କଲା। ତାପରେ ଏକାଦଶୀ ଆସିଛି। ବ୍ରାହ୍ମଣ ଯାଇ ସାଧୁଙ୍କ ନିକଟରେ ପହଞ୍ଚିଲା, କହିଲା ସାଧୁଜୀ, 3 ଜଣଙ୍କ ପାଇଁ ନେଇଥିଲି, କିନ୍ତୁ ଇଏ 4 ଜଣ ହେଇଗଲେ। ତାଙ୍କ ସାନ ଭାଇ ଲକ୍ଷ୍ମଣ ଲାଲଜୀ ଆସିଥିଲେ, କିନ୍ତୁ ଆଜି ଇଏ 4 ଜଣ ପାଇଁ ଦିଅନ୍ତୁ। ସାଧୁଜୀ କହିଲେ ଦେଖ, ନେଇଯାଅ, ଚାଉଳ ପନିପରିବା ନିଅ, ରୋଷେଇ କରିବ, ପ୍ରଭୁଙ୍କୁ ଦେଇସାରିବା ପରେ ଯାଇ ଖାଇବ। କହିଲେ ହଁ। ବ୍ରାହ୍ମଣ ନେଲା, ନଈ କୂଳରେ 4 ଜଣଙ୍କ ପାଇଁ ରୋଷେଇ କଲା, ଡାକିଲା, ପ୍ରଭୁ ଶୀଘ୍ର ଆସନ୍ତୁ, ଖାଇସାରିବା ପରେ ମୁଁ ଖାଇବି। କିନ୍ତୁ ସେଦିନ ପ୍ରଭୁ 4 ଜଣ ଆସି ପହଞ୍ଚିଲେ। ପ୍ରଭୁ ପଚାରିଲେ, ଇଏ ବ୍ରାହ୍ମଣ ପଚାରିଲା, ପ୍ରଭୁ ଆଜି ଆଉ ଜଣେ କିଏ ଆସିଛନ୍ତି? ନା ଇଏ ମୋ ସାନ ଭାଇ ଆଉ ଜଣେ ଥିଲା, ଭରତ ଆଙ୍କ ନାଁ। ପ୍ରଭୁ ଆସିଛନ୍ତି, ସୀତା ମା ଆସିଛନ୍ତି, ଲକ୍ଷ୍ମଣ ଲାଲଜୀ ଆସିଛନ୍ତି। ସେଦିନ ଭରତ ଲାଲଜୀ ଆସି ପହଞ୍ଚିଲେ। ବ୍ରାହ୍ମଣ କହିଲା ଭଲ କଥା ହେଲା, 4 ଜଣଙ୍କ ପାଇଁ ତ ମୁଁ ରୋଷେଇ କରିଥିଲି, ସେଟା 4 ଜଣ ଆସିଛନ୍ତି। ଠିକ୍ ଅଛି। ବ୍ରାହ୍ମଣ 4ଟି ପତ୍ରରେ ଅନ୍ନ ବାଢ଼ିଥିଲେ। ପ୍ରଭୁ ଖାଇଲେ, ମା ଖାଇଲେ, ଲକ୍ଷ୍ମଣ ଲାଲଜୀ ଖାଇଲେ, ଭରତ ଲାଲଜୀ ଖାଇଲେ, ଖାଇକି ଚାଲିଗଲେ। ସେଦିନ ବି ବ୍ରାହ୍ମଣର ଏକାଦଶୀ ବ୍ରତ ବି ପାଳନ ହୋଇଗଲା। ତା କିଛି ଦିନ ବାଦେ ପୁଣି ଏକାଦଶୀ ପଡ଼ିଲା। କହିଲା ସାଧୁଜୀ, ସେଦିନ 4 ଜଣ କିନ୍ତୁ ଆସିଥିଲେ, ମୁଁ କିନ୍ତୁ ଏ 4 ଜଣଙ୍କ ପାଇଁ ରୋଷେଇ କରିଥିଲି, କିନ୍ତୁ ସେ 4 ଜଣ ଆସି ପହଞ୍ଚିଲେ, ମୁଁ ଉପାସ ରହିଯାଇଥିଲି। ଆଜି 5 ଜଣଙ୍କ ପାଇଁ ଦିଅନ୍ତୁ। ସାଧୁଜୀ କହିଲେ ଠିକ୍ ଅଛି, ରୋଷେଇ ଘରକୁ ଯାଅ, ଚାଉଳ ନିଅ, ପନିପରିବା ନେଇ ଯାଅ, ରୋଷେଇ କରିବ, କିନ୍ତୁ ପ୍ରଭୁଙ୍କୁ ଦେଇସାରିବା ପରେ ଖାଇବ। ସେଦିନ ବ୍ରାହ୍ମଣ ରୋଷେଇ କରିସାରିଲା, କହିଲା ଏ ପ୍ରଭୁ କେଉଁଠି ଅଛନ୍ତି ଆସନ୍ତୁ, ଆପଣ ଖାଇସାରିବା ପରେ ମୁଁ ଖାଇବି, ମୋତେ ଭାରି ଭୋକ ଲାଗିଲାଣି। କିନ୍ତୁ ସେଦିନ 5 ଜଣ ଆସି ପହଞ୍ଚିଲେ। ବ୍ରାହ୍ମଣ ଦେଖିଲା 4 ଜଣ ଏବଂ ମୋ ପାଇଁ 5 ଜଣଙ୍କ ପାଇଁ ତ ମୁଁ ରୋଷେଇ କରିଛି, କିନ୍ତୁ ପ୍ରଭୁ ଆଜି କ'ଣ 5 ଜଣ ଆସିଲେନି? ପଚାରିଲେ, ପ୍ରଭୁ ଇଏ କିଏ? ନା ଇଏ ମୋର ସବା ସାନ ଭାଇ ଶତ୍ରୁଘ୍ନ ଲାଲଜୀ। ବ୍ରାହ୍ମଣ କହିଲା ଠିକ୍ ଅଛି, ମୁଁ ପଛେ ଉପାସ ରୁହେ। 5ଟି ପତ୍ର ପକାଇଦେଲେ। ପ୍ରଭୁ ଖାଇଲେ, ସୀତା ମା ଖାଇଲେ, ଲକ୍ଷ୍ମଣ ଲାଲଜୀ ଖାଇଲେ, ଭରତ ଲାଲଜୀ ଖାଇଲେ, ଶତ୍ରୁଘ୍ନ ଲାଲଜୀ ଖାଇଲେ। ବ୍ରାହ୍ମଣ ସେଦିନ ଉପାସ ରହିଗଲା। ଏକାଦଶୀ ବ୍ରତ ବି ଇଏ ପାଳନ କଲା। ତାପର ଏକାଦଶୀ ଯେତେବେଳେ ଆସିଛି, କହିଲେ ଇଏ ସାଧୁଜୀ, ଆଜି କିନ୍ତୁ 6 ଜଣ ପାଇଁ ଦିଅନ୍ତୁ। ନା କାହିଁକି? ନା ସେ 5 ଜଣ ଆସୁଛନ୍ତି। ସାଧୁଜୀ ଚିନ୍ତା କଲେ, ସତରେ କ'ଣ ଇଏ ନେଇକି ପ୍ରଭୁ ଖାଇବାକୁ ଆସୁଛନ୍ତି, ନା ଇଏ ଠକି କେଉଁଠି ଇଏ ବିକ୍ରି କରୁଛି? କହିଲେ ଆଜି ମୁଁ ତାକୁ ଇଏ ପରୀକ୍ଷା କରିବି।
କହିଲେ ଠିକ୍ ଅଛି, ଯାହା ଇଚ୍ଛା ତୋର ନେ। ସେଦିନ ସରଳ ବ୍ରାହ୍ମଣଟି, ନିଷ୍କପଟ ବ୍ରାହ୍ମଣ ଜଣକ 5 ଜଣଙ୍କ ପାଇଁ 6 ଜଣଙ୍କ ପାଇଁ ରୋଷେଇ କଲା, ଡାକିଲା, ପ୍ରଭୁ କେଉଁଠି ଅଛନ୍ତି ଆସନ୍ତୁ, ଖାଇସାରିବା ପରେ ମୁଁ ଖାଇବି, ମୋତେ ଭାରି ଭୋକ ଲାଗିଲାଣି। ସେଦିନ କିନ୍ତୁ ଅଯୋଧ୍ୟାର ସୈନ୍ୟ ସାମନ୍ତ ସହିତ ପ୍ରଭୁ ଆସି ପହଞ୍ଚିଗଲେ। ବ୍ରାହ୍ମଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲା, କହିଲା ଏତେ ଆଶ୍ଚର୍ଯ୍ୟ। ସାଧୁଜୀ କିନ୍ତୁ ଗୋଟିଏ ଗଛ ପଟରେ ରହିକି ସବୁ ଦେଖୁଥାନ୍ତି। ବ୍ରାହ୍ମଣ ପାଦ ତଳେ ପଡ଼ିଯାଇଥାଏ। ସେଇଠି ଦେଖିଲେ ସାଧୁଜୀ ଆସି ପହଞ୍ଚିଲେ। ସାଧୁଜୀ ସେଇଠି କହିଲେ ଆରେ ବାବା, ତୋର ଭକ୍ତି ଆଉ ତୋ ହୃଦୟ, ଆଜି ନିଷ୍କପଟ ହୃଦୟ ଯୋଗୁଁ ଆଜି ପ୍ରଭୁ ନିଜେ ବିରାଜମାନ କଲେ, ମା ବିରାଜମାନ କଲେ, 3 ଭାଇ ବି ସାଙ୍ଗରେ ଆସିଲେ। ଆଜି ଅଯୋଧ୍ୟାବାସୀମାନେ ଆସିଛନ୍ତି, ଧନ୍ୟ ତୁ ହୋଇଗଲୁ। କିନ୍ତୁ ମୁଁ ଦିନ ଦିନ, ମାସ ମାସ, ବର୍ଷ ବର୍ଷ କାଳ ତପସ୍ୟା କରି କରି ଏଭଳି ଦର୍ଶନ ମୁଁ କେବେ ପାଇପାରିନଥିଲି। ତ ଆଜିକାର ନୀତିବାଣୀରେ ଆମେ ଏତିକି ଶିକ୍ଷା ଲାଭ କରିବା, ଭକ୍ତି ସହକାରେ ଯିଏ ଭଗବାନଙ୍କୁ ଡାକନ୍ତି, ଭଗବାନ ଆସନ୍ତି। ଏ ହୃଦୟଟାକୁ ଶୂନ କରିଦିଅନ୍ତୁ। ହୃଦୟକୁ ଯେତେବେଳେ ଶୂନ୍ୟ କରିଦେବେ, ହୃଦୟରେ କିଛି ରଖିବେନି, ଲୋଭ ମୋହ ମାୟା କିଛି ରଖିବେନି, ସେହି ସମୟରେ ପ୍ରଭୁ ନିଶ୍ଚୟ ଆସିବେ। ଏହା ହିଁ ସତ୍ୟ। ଆଜିକାର ନୀତିବାଣୀ ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ କରିଦିଅନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କୁ ଇଏ ସେୟାର କରନ୍ତୁ। ଇଏ ସମାଜର ଇଏ ମଙ୍ଗଳ ହେବ। ଏତିକି କହି ମୋର ଏ ନୀତିବାଣୀକୁ ମୁଁ ଶେଷ କରୁଛି। ଆଜିକାର ଅନୁଚିନ୍ତା, ଶନିବାର ଦିନ କୌଣସି ଲୁହା ଜିନିଷ ବିକ୍ରି କରିବେନି। ଶନିବାର ଦିନ ଲୁହା ଜିନିଷ କୌଣସି ବିକ୍ରି କରିବେନି, ଅମଙ୍ଗଳ ହେବ। ଏତିକି କହି ମୋର ନୀତିବାଣୀକୁ ମୁଁ ଶେଷ କରୁଛି। ଆପଣମାନେ ଯଦି ମୋ ନୀତିବାଣୀକି ଶ୍ରବଣ କରିଥିବେ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ, ବୈକୁଣ୍ଠ ପୁରା ଲାଭ କରିବେ। ପ୍ରଣାମ, ଜୟ ଜଗନ୍ନାଥ।